ସାଙ୍ଗମାନେ ଜୟ ଜଗନ୍ନାଥ ସ୍ୱାଗତ କରୁଛି କନ୍ୟା ଭିଡ଼ିଓକୁ। ଦେଖନ୍ତୁ ଷ୍ଟେଟ୍ ସିଲେକ୍ସନ ବୋର୍ଡ ଯୋଉଟାକି ଏସ୍ଏସବି ତରଫରୁ ଆପଣଙ୍କର ଫାଇନାଲି ନୋଟିଫିକେସନ ଆସିଯାଇଛି, ଯୋଉଟାକି ଆପଣଙ୍କର ସିପିଟି ଏକ୍ଜାମ ହବାକୁ ଥିଲା। ସିପିଟି ଏକ୍ଜାମ ଆପଣମାନେ କ'ଣ ଜାଣିଥିବେ, ଯୋଉମାନେ ଆପଣଙ୍କର ଆପ୍ଲାଏ କରିଥିବେ ସିପିଟି ଆପଣଙ୍କର ଯୋଉ ଏକ୍ଜାମଟି ହେବାକୁ ଯାଉଛି, ଠିକ୍ ଅଛି। ଆପଣଙ୍କର ଯୋଉ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ 2026 ହବାକୁ ଯାଉଛି, ସେ ଆପଣଙ୍କର ଷ୍ଟେଟ୍ ସିଲେକ୍ସନ ବୋର୍ଡ ଏସ୍ଏସବି ଦ୍ୱାରା ଆପଣଙ୍କର କରାଯିବ। ଦେଖନ୍ତୁ ଏଠି ଆପଣଙ୍କର ମେନସନ କରାଗଲା, ଇଟ୍ ଇଜ୍ ଫର ଇନଫର୍ମେସନ ଅଫ ଅଲ୍ କନସର୍ନ ଦ୍ୟାଟ୍ ଦ କମନ ପିଜି ଏଣ୍ଟ୍ରାନ୍ସ ସିପିଟି 2026 schedule to be held for 5 ଏପ୍ରିଲ 2026 ଟ୍ୟୁଜଡେରୁ ଷ୍ଟାର୍ଟ ହେଇକି ଆପଣଙ୍କର 16 ଏପ୍ରିଲ 2026 ସଟରଡେ ଯାଏଁ ଆପଣଙ୍କର ଏଇ ଏକ୍ଜାମଟି ଚାଲିବ। ତ ଦେଖନ୍ତୁ ଆପଣଙ୍କର ଡିଟେଲ ଆସିଯାଇଛି ସିଟିଂ ୱାଇଜ। ଦେଖନ୍ତୁ ଏଠି ଆପଣଙ୍କର ଫାର୍ଷ୍ଟ ସିଟିଂ ଏବଂ ସେକେଣ୍ଡ ସିଟିଂ ଆପଣଙ୍କର ଦୁଇଟି ସିଟିଂରେ ଏକ୍ଜାମ କରାଯିବ। ଡେଟ୍ ଆଣ୍ଡ ଡେ ଦେଖନ୍ତୁ 5 ଆପଣଙ୍କର ରହିଛି ମେ 5 ମେ 2026 ଟ୍ୟୁଜଡେ। ଦେନ୍ ଆପଣଙ୍କର 6 ତାରିଖ 7 ତାରିଖ 8 ତାରିଖ 9 ତାରିଖ ଏବଂ 10 ତାରିଖ ଆପଣଙ୍କର ଛାଡ଼ିକି ପୁଣି ଥରେ ଆପଣଙ୍କର 11 ତାରିଖ ଏବଂ 12 ତାରିଖ 13 ତାରିଖ 14 ତାରିଖ 15 ତାରିଖ 16 ତାରିଖ ଆପଣଙ୍କର ରହିଛି ଏକ୍ଜାମ। ଏବଂ ଏଇ ଯୋଉ ଏକ୍ଜାମ ଆପଣଙ୍କର କରାଯିବ, ଦେଖନ୍ତୁ ଆପଣଙ୍କର ସିଟିଂ ରହିଛି। ଫାର୍ଷ୍ଟ ସିଟିଂ ଆପଣଙ୍କର ଟାଇମିଂ 11 AM ରୁ ଷ୍ଟାର୍ଟ ହେଉଛି ଏକ୍ଜାମ ଏବଂ ଆପଣଙ୍କର 11:40ରେ ଏକ୍ଜାମ ଏଣ୍ଡ ହେବ, ଠିକ୍ ଅଛି। ସେକେଣ୍ଡ ସିଟିଂ ଆପଣଙ୍କର 3ଟାରୁ ଷ୍ଟାର୍ଟ ହେବ, 4:40ରେ ଆପଣଙ୍କର ଏଣ୍ଡ ହେବ, ଠିକ୍। ତ ଦେଖନ୍ତୁ ଆପଣଙ୍କର ଇଏ ଫାର୍ଷ୍ଟ ଯୋଉ ରହିଛି 5 ତାରିଖ ମେରେ, ଏଥିରେ ଆପଣଙ୍କର କମର୍ସ ଯୋଉମାନେ ଆପ୍ଲାଏ କରିଥିବେ, ଆପଣଙ୍କର ବାୟୋଟେକ୍ନୋଲୋଜି ଯୋଉମାନେ ଆପ୍ଲାଏ କରିଥିବେ, ସୋସିଓଲୋଜି ଯୋଉମାନେ ଆପ୍ଲାଏ କରିଥିବେ, ସେମାନେ ଏକ୍ଜାମ ଦେବେ, ଠିକ୍ ଅଛି ଫାର୍ଷ୍ଟ ସିଟିଂରେ। ସେକେଣ୍ଡ ସିଟିଂରେ ରହିଛି ଆପଣଙ୍କର ଏନଭାଇରନମେଣ୍ଟାଲ ସାଇନ୍ସ, ଏଜୁକେସନ, ଆନ୍ଥ୍ରୋପୋଲୋଜି, ଆର୍ଟସ। ଦେନ୍ ଦେଖନ୍ତୁ ଆପଣଙ୍କର 6 ତାରିଖ ରହିଛି ଯୋଉ ଏକ୍ଜାମ ଜୁଲୋଜି, ୱାଇଲ୍ଡ ଲାଇଫ ଆଣ୍ଡ ବାୟୋଡାଇଭର୍ସିଟି କନଭରସେସନ। ଦେନ୍ ଆପଣଙ୍କର ଇଂଲିଶ ଯୋଉମାନେ ଆପ୍ଲାଏ କରିଥିବେ ଏଇ ସବଜେକ୍ଟରେ, ଠିକ୍ ଅଛି। ସେକେଣ୍ଡ ସିଟିଂ ରହିଛି ଆପଣଙ୍କର ଫିଜିକ୍ସ। ଦେନ୍ ଦେଖନ୍ତୁ 7 ତାରିଖ ପବ୍ଲିକ ହେଲ୍ଥ, ମେରିନ ସାଇନ୍ସ, ଓସନୋଗ୍ରାଫି ଏବଂ ଆପଣଙ୍କର ଓଡ଼ିଆ। ଇଏ ହେଲା ଆପଣଙ୍କର ଫାର୍ଷ୍ଟ ସିଟିଂ। ଦେନ୍ ଆପଣଙ୍କର ସେକେଣ୍ଡ ସିଟିଂ ଦେଖନ୍ତୁ ଜିଓଗ୍ରାଫି, ବଟାନି ଏବଂ ମ୍ୟାଟେରିଆଲ ସାଇନ୍ସ। ଦେନ୍ 8 ତାରିଖ ହୋମ ସାଇନ୍ସ, ଲ, କମ୍ପ୍ୟୁଟର ସାଇନ୍ସ ରହିଛି ଫାର୍ଷ୍ଟ ସିଟିଂ। ସେକେଣ୍ଡ ସିଟିଂ ରହିଛି ଆପଣଙ୍କର ଫୁଡ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ହିଷ୍ଟ୍ରି, ମ୍ୟାଥମେଟିକ୍ସ। ଦେନ୍ 9 ତାରିଖ ପବ୍ଲିକ ଆଡମିନିଷ୍ଟ୍ରେସନ। ଦେନ୍ ଆପଣଙ୍କର ସେକେଣ୍ଡ ସିଟିଂ ରହିଛି ପଲିଟିକାଲ ସାଇନ୍ସ ଏବଂ ମାଇକ୍ରୋବାୟୋଲୋଜି। 11 ତାରିଖ ଦେଖନ୍ତୁ କେମିଷ୍ଟ୍ରି, ସାଂସ୍କ୍ରିଟ ଏବଂ ଆପଣଙ୍କର ଇକୋନୋମିକ୍ସ ରହିଛି ଫାର୍ଷ୍ଟ ସିଟିଂରେ 11 ତାରିଖ। ଦେନ୍ ଆପଣଙ୍କର ସେକେଣ୍ଡ ସିଟିଂ ରହିଛି ବିଜନେସ ଆଡମିନିଷ୍ଟ୍ରେସନ, ହିନ୍ଦୀ, ଆଟମୋସ୍ଫିୟର ସାଇନ୍ସ, ମେରିନୋଲୋଜି। ଦେନ୍ ଦେଖନ୍ତୁ 12 ତାରିଖ ଜର୍ନାଲିଜିମ୍ ଆଣ୍ଡ ମାସ୍ କମ୍ୟୁନିକେସନ, ଯୋଉଟାକି ଆପଣଙ୍କର ଫାର୍ଷ୍ଟ ସିଟିଂ କରାଯିବ। ଇଲେକ୍ଟ୍ରୋନିକ ସାଇନ୍ସ, ଆନ୍ଥ୍ରୋପୋଲୋଜି ସାଇନ୍ସ, ଲିଙ୍ଗୁଇଷ୍ଟିକ, ପୋଲସମ ଷ୍ଟଡି, ସାନ୍ତାଳୀ, ଉର୍ଦ୍ଦୁ, ଠିକ୍ ଅଛି। ସେକେଣ୍ଡ ସିଟିଂରେ ରହିଛି ଆପଣଙ୍କର ଜୁଲୋଜି। ଦେନ୍ ଦେଖନ୍ତୁ 13 ତାରିଖ PMIR, IRPM ଏବଂ ଆପଣଙ୍କର ଫିଲୋସଫି ରହିଛି ଫାର୍ଷ୍ଟ ସିଟିଂରେ ଏବଂ ଆପଣଙ୍କର ସାଇକୋଲୋଜି ରହିଛି ସେକେଣ୍ଡ ସିଟିଂରେ ଏକ୍ଜାମ। ଦେନ୍ ଆପଣଙ୍କର 14 ତାରିଖ ଷ୍ଟାଟିଷ୍ଟିକ, ଓମେନ ଷ୍ଟଡି ଫାର୍ଷ୍ଟ ସିଟିଂ। ସେକେଣ୍ଡ ସିଟିଂ ରହିଛି ଆପଣଙ୍କର ଲାଇବ୍ରେରୀ ଇନଫର୍ମେସନ ସାଇନ୍ସ। 15 ତାରିଖ ଦିନ ରହିଛି ଆପଣଙ୍କର ସୋସିଆଲ ୱାର୍କ ଏବଂ ଆପଣଙ୍କର ଟୁରିଜିମ୍ ଆଣ୍ଡ ଟ୍ରାଭେଲ ଷ୍ଟଡି ଫାର୍ଷ୍ଟ ସିଟିଂ ଏବଂ ସେକେଣ୍ଡ ସିଟିଂ, ଠିକ୍ ଅଛି। ଦେନ୍ ଦେଖନ୍ତୁ ଆପଣଙ୍କର 16 ତାରିଖ ରୁରାଲ ଡେଭଲପମେଣ୍ଟ, ଯୋଗା ଆଣ୍ଡ ନେଚର ପାଥ, ଠିକ୍ ଅଛି। ତ ଏସବୁ ହେଲା ଆପଣଙ୍କର ରହିଛି ସବଜେକ୍ଟ ଏବଂ ଆପଣଙ୍କର ଡେଟ୍, ଟାଇମିଂ, ଏଥିରେ ଆପଣଙ୍କର ଟୋଟାଲ ସବୁ କିଛି ମେନସନ କରାଯାଇଛି। ଏବଂ ଦେଖନ୍ତୁ ଆପଣଙ୍କର ଅପକମିଂ ଯାହା ସବୁ ଆସିବ ଅପଡେଟ୍, ତା ଆପଣମାନେ ଏଇ ସାଇଟ୍ରେ ପାଇଯିବେ, www.ssbodisha.ac.in ସାଇଟ୍ରେ ଆପଣମାନେ ପାଇଯିବେ। ଯଦି ଆପଣମାନଙ୍କର ଆଡମିଟ୍ କାର୍ଡ ଦେଖିବେ, ଆଡମିଟ୍ କାର୍ଡ ଆପଣଙ୍କର 30/4/2026ରେ ଆପଣମାନେ ପାଇଯିବେ ଆପଣଙ୍କର ଏଇ ସାଇଟ୍ରେ, ଠିକ୍ ଅଛି। 30/4/2026ରେ ଆପଣଙ୍କର ଆଡମିଟ୍ କାର୍ଡଟି ଇସ୍ୟୁ କରାଯିବ। ଆପଣମାନେ ସାଇଟ୍କୁ ଯିବେ, ଆପ୍ଲିକେସନ ନମ୍ବର, ଆପଣଙ୍କର ଯୋଉ ବାରକୋଡ ନମ୍ବର ଏବଂ ଡେଟ୍ ଅଫ୍ ବାର୍ଥ ଦେଇକି ଆପଣମାନେ ଡାଉନଲୋଡ କରିପାରିବେ, ଠିକ୍ ଅଛି। ତ ଇଏ ଥିଲା ଆପଣଙ୍କର ଛୋଟିଆ ଇନଫର୍ମେସନଟି, ଯୋଉଟାକି ଆପଣଙ୍କ ସିପିଟି ଏକ୍ଜାମର ରହିଛି ଏସ୍ଏସବି ତରଫରୁ ଆପଣଙ୍କ ଏକ୍ଜାମ କରାଯିବ। ଆପଣଙ୍କର ଏସବୁ ଡେଟ୍ ଅନୁସାରେ ଆପଣଙ୍କର ରହିଛି ସବଜେକ୍ଟ ୱାଇଜ ଏକ୍ଜାମ, ଠିକ୍ ଅଛି। ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ବହୁତ ସାରା ଭଲ ପାଇବା ଦେବେ। ଯଦି କିଛି ଆପଣଙ୍କର ଡାଉଟ୍ ଥାଏ ତାହେଲେ ଆପଣମାନେ ମୋତେ କମେଣ୍ଟ ସେକ୍ସନରେ ପଚାରି ପାରିବେ। ଜୟ ଜଗନ୍ନାଥ।